ଗଦାଧରଙ୍କ ଜନ୍ମ। ରାତି ପାଇବାକୁ ପ୍ରାୟ ଅର୍ଦ୍ଧଦଣ୍ଡ ଅବଶିଷ୍ଟ ଅଛି। ଏପରି ସମୟରେ ଚନ୍ଦ୍ରାଦେବୀଙ୍କର ପ୍ରସବ ପୀଡ଼ା ଉପସ୍ଥିତ ହେଲା। ଧନୀ ସାହାଯ୍ୟରେ ସେ ପୂର୍ବୋକ୍ତ ଢିଙ୍କିଶାଳାକୁ ଯାଇ ଶୟନ କଲେ ଏବଂ କିଛି କ୍ଷଣ ପରେ ଏକ ପୁତ୍ର ସନ୍ତାନ ପ୍ରସବ କଲେ। ଶ୍ରୀମତୀ ଚନ୍ଦ୍ରାଙ୍ଗୀ ନିମିତ୍ତ ଧନୀ ସେଥିପାଇଁ ସମସ୍ତ ବ୍ୟବସ୍ଥା କରି ନବଜାତକକୁ ସାହାଯ୍ୟ କରିବାକୁ ଯାଇ ଦେଖିଲା, ଏହା ପୂର୍ବରୁ ତାକୁ ଯେଉଁଠି ରଖାଯାଇଥିଲା ସେହି ସ୍ଥାନରେ ସେ ଅନ୍ତର୍ନିହିତ ହୋଇଯାଇଛି। ଭୟଭୀତ ହୋଇ ଧନୀ ଦୀପ ଆଲୋକ ଧରି ଖୋଜି ଦେଖିଲା ଯେ ରକ୍ତକ୍ଲେଦମୟ ପିଛଳା ଭୂମିରେ ଗଡ଼ିଯାଇ ଧାନ ସିଝାଇବା ଚୁଲି ଭିତରେ ପ୍ରବେଶ କରି ସେ ପାଉଁଶରେ ବିଭୂଷିତ ହୋଇ ପଡ଼ି ରହିଛି, ଅଥଚ କୌଣସି ଶବ୍ଦ କରୁନାହିଁ। ଧନୀ ତାକୁ ଯତ୍ନରେ ଉଠାଇ ନେଲା ଏବଂ ପରିଷ୍କାର କରି ଦୀପ ଆଲୋକରେ ଦେଖିଲା, ଅଦ୍ଭୁତ ପ୍ରିୟଦର୍ଶନ ବାଳକ, ଯେପରି 6 ମାସର ପିଲା ପରି ବଡ଼। ପ୍ରତିବେଶୀ ଲାହାବାବୁଙ୍କ ଘରୁ ସେତେବେଳେ ପ୍ରସନ୍ନମୁଖ ଚନ୍ଦ୍ରାଦେବୀଙ୍କର ସମବୟସୀ 2-4 ଜଣ ସମ୍ବାଦ ପାଇ ସେଠାରେ ଉପସ୍ଥିତ ହେବାରୁ ଧନୀ ସେମାନଙ୍କ ନିକଟରେ ଏସବୁ କଥା କହିଲା। ଏହା ସହିତ ପୂତଗମ୍ଭୀର ବ୍ରାହ୍ମ ମୁହୂର୍ତ୍ତରେ ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ତପସ୍ୱୀ ଦରିଦ୍ର କୁଟୀର ଶୁଭ ଶଙ୍ଖ ନଦୀରେ ପୂର୍ଣ୍ଣ ହୋଇ ମହାପୁରୁଷଙ୍କର ଶୁଭାଗମନର ସଂସାରରେ ପ୍ରଚାର କଲା। ଗଦାଧରଙ୍କ ଶୁଭ ମୁହୂର୍ତ୍ତ ସମ୍ବନ୍ଧରେ ଜ୍ୟୋତିଷଶାସ୍ତ୍ରର କଥା। ଅନନ୍ତର ଶାସ୍ତ୍ରଜ୍ଞ କ୍ଷୁଦିରାମ ନବଜାତ ବାଳକର ଜନ୍ମଲଗ୍ନ ନିରୂପଣ କରିବାକୁ ଯାଇ ଦେଖିଲେ, ଜାତକ ବିଶେଷ ଶୁଭ ଲକ୍ଷଣରେ ସଂସାର ପ୍ରବେଶ କରିଅଛି। ଦେଖିଲେ, ଉକ୍ତ ଦିନ ସନ୍ 1242 ସାଲ ଅଥବା 1757 ଶକାବ୍ଦ ଫାଲ୍ଗୁନ 6 ଦିନ ଇଂରାଜୀ 1836 ଖ୍ରୀଷ୍ଟାବ୍ଦର ଫେବୃଆରୀ 18 ଶୁକ୍ଳପକ୍ଷ ବୁଧବାର ରାତ୍ରି 31 ଦଣ୍ଡ ଅତୀତ ହୋଇ ଅର୍ଦ୍ଧଦଣ୍ଡ ମାତ୍ର ଅବଶିଷ୍ଟ ରହିଥିବା ବେଳେ ବାଳକ ଭୂମିଷ୍ଠ ହୋଇଥିଲେ। ଶୁଭ ଦ୍ୱିତୀୟା ତିଥି ଏ ସମୟରେ ପୂର୍ବ ଭାଦ୍ରପଦ ନକ୍ଷତ୍ର ସହିତ ସଂଯୁକ୍ତ ହୋଇ ଭୂମଣ୍ଡଳରେ ସିଦ୍ଧି ଯୋଗର ଆନୟନ କରିଥିଲା। ବାଳକର ଜନ୍ମଲଗ୍ନରେ ରବି, ଚନ୍ଦ୍ର ଓ ବୁଧ ଏକତ୍ରେ ମିଳିତ ରହିଛି ଏବଂ ଶୁକ୍ର, ମଙ୍ଗଳ ଓ ଶନି ତୁଙ୍ଗସ୍ଥାନ ଅଧିକାର ପୂର୍ବକ ତାଙ୍କର ଅସାଧାରଣ ଜୀବନର ପରିଚାରକ ହୋଇ ରହିଛି। ପୁନଶ୍ଚ ମହାମୁନି ପରାଶରଙ୍କ ମତ ଅବଲମ୍ବନ ପୂର୍ବକ ଦେଖିଲେ, ରାହୁ ଓ କେତୁ ଗ୍ରହଦ୍ୱୟଙ୍କୁ ତାଙ୍କର ଜନ୍ମ ସମୟରେ ତୁଙ୍ଗସ୍ଥ ଦେଖିବାକୁ ମିଳେ। ରତ୍ନପରି ବୃହସ୍ପତି ତୁଙ୍ଗାଭିଳାଷ ରୂପେ ବର୍ତ୍ତମାନ ରହି ବାଳକର ଅଦୃଷ୍ଟ ଉପରେ ବିଶେଷ ଶୁଭ ପ୍ରଭାବ ବିସ୍ତାର କରି ରହିଅଛି। ଗଦାଧରଙ୍କ ରାଶିଆଶ୍ରିତ ନାମ। ଅନନ୍ତର ବିଶିଷ୍ଟ ଜ୍ୟୋତିଷଗଣ ନବଜାତକ ବାଳକର ଜନ୍ମକ୍ଷଣ ପରୀକ୍ଷା ପୂର୍ବକ ମତ ଦେଲେ, ଜାତକ ଯେପରି ଉଚ୍ଚ ଲଗ୍ନରେ ଜନ୍ମଗ୍ରହଣ କରିଅଛି, ସେ ସମ୍ବନ୍ଧରେ ଜ୍ୟୋତିଷଶାସ୍ତ୍ର ନିଃସନ୍ଦେହରେ ଜଣାଇ ଦିଏ ଯେ ଏପରି ବ୍ୟକ୍ତି ଧର୍ମବିତ୍ ଓ ମାନନୀୟ ହେବେ ଓ ସର୍ବଦା ପୁଣ୍ୟକର୍ମର ଅନୁଷ୍ଠାନରେ ରତ ରହିବେ। ବହୁ ଶିଷ୍ୟ ପରିବୃତ ହୋଇ ଉକ୍ତ ବ୍ୟକ୍ତି ଦେବମନ୍ଦିରରେ ବାସ କରିବେ ଓ ନବୀନ ଧର୍ମ ସମ୍ପ୍ରଦାୟ ପ୍ରବର୍ତ୍ତିତ କରି ନାରାୟଣ ଅଂଶ ସମ୍ଭୂତ ମହାପୁରୁଷ ବୋଲି ଜଗତରେ ପ୍ରସିଦ୍ଧି ଲାଭ ପୂର୍ବକ ସର୍ବତ୍ର ସବୁ ଲୋକଙ୍କ ପୂଜ୍ୟ ହେବେ। ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ମନ ଏହାଦ୍ୱାରା ବିସ୍ମୟପୂର୍ଣ୍ଣ ହେଲା। ସେ କୃତଜ୍ଞ ହୃଦୟରେ ଭାବିବାକୁ ଲାଗିଲେ, ଗୟାଧାମରେ ସେ ଯେଉଁ ଦେବସ୍ୱପ୍ନ ଦର୍ଶନ କରିଥିଲେ ତାହା ସତ୍ୟ ହୋଇଅଛି। ଏହାପରେ ଜାତକର୍ମ ସମାଗମନ ପୂର୍ବକ ବାଳକର ରାଶିଆଶ୍ରିତ ନାମ ଶ୍ରୀଯୁକ୍ତ ଶମ୍ଭୁଚନ୍ଦ୍ର ସ୍ଥିର କଲେ ଏବଂ ଗୟାଧାମର ଅବସ୍ଥାନ ସମୟରେ ନିଜର ବିଚିତ୍ର ସ୍ୱପ୍ନ କଥା ସ୍ମରଣ କରି ତାଙ୍କୁ ସର୍ବସମ୍ମୁଖରେ ଶ୍ରୀଯୁକ୍ତ ଗଦାଧର ନାମରେ ଅଭିହିତ କରିବାକୁ ମନସ୍ଥ କଲେ। ବାଲ୍ୟକଥା ଓ ପିତୃବିୟୋଗ। ରାମଚନ୍ଦ୍ରଙ୍କର ଗାଭୀ ପ୍ରଦାନ। ଶାସ୍ତ୍ରରେ ଅଛି, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ଅବତାର ପୁରୁଷଙ୍କର ଜନକ ଜନନୀ ତାଙ୍କର ଜନ୍ମଗ୍ରହଣ କରିବା ପୂର୍ବରୁ ଓ ପରେ ନାନା ପ୍ରକାର ଦିବ୍ୟ ଦର୍ଶନ ଲାଭ କରି ସେମାନେ ଦେବରକ୍ଷିତା ବୋଲି ହୃଦୟଙ୍ଗମ କଲେ ମଧ୍ୟ ପରକ୍ଷଣରେ ଅପତ୍ୟ ସ୍ନେହର ବଶବର୍ତ୍ତୀ ହୋଇ ସେ କଥା ଭୁଲି ଯାଇଥିଲେ ଏବଂ ସେମାନଙ୍କ ଲାଳନ ପାଳନ ଓ ରକ୍ଷଣାବେକ୍ଷଣ ନିମିତ୍ତ ସର୍ବଦା ଚିନ୍ତିତ ରହୁଥିଲେ। ଶ୍ରୀଯୁକ୍ତ କ୍ଷୁଦିରାମ ଓ ତାଙ୍କର ଗୃହିଣୀ ଶ୍ରୀମତୀ ଚନ୍ଦ୍ରାଦେବୀଙ୍କ ସମ୍ବନ୍ଧରେ ମଧ୍ୟ ଏପରି ଘଟିଥିଲା। ସେମାନେ ଏବେ ପ୍ରିୟଦର୍ଶନ ବାଳକର ମୁଖକମଳ ଦେଖି ଗୟା କ୍ଷେତ୍ରର ଦେବସ୍ୱପ୍ନ, ଶିବ ମନ୍ଦିରରେ ଦିବ୍ୟ ଦର୍ଶନ କଥା ପ୍ରଭୃତି ଅନେକାଂଶରେ ଭୁଲିଗଲେ ଓ ପୁତ୍ରର ଯଥାଯଥ ପାଳନ ରକ୍ଷଣ ନିମିତ୍ତ ଚିନ୍ତିତ ରହି ନାନା ଉପାୟ ଉଦ୍ଭାବନ କରିବାକୁ ଲାଗିଲେ। ଉପାର୍ଜନକ୍ଷମ ଭଣଜା ମେଦିନୀପୁରସ୍ଥିତ ଶ୍ରୀଯୁକ୍ତ ରାମଚନ୍ଦ୍ରଙ୍କ ନିକଟକୁ ପୁତ୍ରର ଜନ୍ମ ସମ୍ବାଦ ପ୍ରେରିତ ହେଲା। ମାତୁଳଙ୍କର ଦରିଦ୍ର ସଂସାରରେ ଦୁଗ୍ଧ ହେବାର ସମ୍ଭାବନା କରି ସେ ଗୋଟିଏ ଦୁଧିଆଳି ଗାଈ ପଠାଇ ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଏହି ଚିନ୍ତା ନିବାରଣ କଲେ। ସେହିପରି ନବଜାତ ଶିଶୁ ପାଇଁ ଯେତେବେଳେ ଯେଉଁ ଜିନିଷ ପ୍ରୟୋଜନ ହେଉଥିଲା, ସେତେବେଳେ ହିଁ ସେସବୁ ନାନା ଅଭାବନୀୟ ଉପାୟରେ ପୂର୍ଣ୍ଣ ହେଲେ ମଧ୍ୟ ଶ୍ରୀଯୁକ୍ତ କ୍ଷୁଦିରାମ ଓ ଶ୍ରୀମତୀ ଚନ୍ଦ୍ରାଦେବୀଙ୍କର ଚିନ୍ତାର ବିରାମ ହେଲା ନାହିଁ। ଏପରି ଦିନ ପରେ ଦିନ ଗଡ଼ି ଚାଲିଲା। ଗଦାଧରଙ୍କର ମୋହିନୀ ଶକ୍ତି। ଅନ୍ୟପକ୍ଷରେ ନବଜାତ ଶିଶୁର ଚିତ୍ତାକର୍ଷଣ ଶକ୍ତି ଦିନକୁ ଦିନ ବର୍ଦ୍ଧିତ ହୋଇ ପିତାମାତାଙ୍କ ଉପରେ ସ୍ୱୀୟ ପ୍ରଭାବ ବିସ୍ତାର କରି କ୍ଷାନ୍ତ ରହିଲା ନାହିଁ।
परंतु परिवारर समस्तଙ୍କ ଉପରେ ଏପରିକି ପଲ୍ଲୀବାସିନୀ ରମଣୀଗଣଙ୍କ ଉପରେ ମଧ୍ୟ ନିଜର ଆଧିପତ୍ୟ ଧୀରେ ଧୀରେ ସ୍ଥାପନ କରିବାକୁ ଲାଗିଲା। ପଲ୍ଲୀ ରମଣୀଗଣ ଅବସର ସମୟରେ ଶ୍ରୀମତୀ ଚନ୍ଦ୍ରାଙ୍କୁ ଏବେ ପ୍ରତିଦିନ ଦେଖିବାକୁ ଆସୁଥିଲେ ଏବଂ ଏହାର କାରଣ ପଚାରିଲେ କହୁଥିଲେ, ତୁମର ପୁତ୍ରକୁ ପ୍ରତିଦିନ ଦେଖିବାକୁ ଇଚ୍ଛା ହୁଏ। କ'ଣ କରିବୁ କୁହ, ତେଣୁ ସବୁଦିନ ଆସିବାକୁ ହୁଏ। ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଆତ୍ମୀୟ ରମଣୀଗଣ ମଧ୍ୟ ଏହି କାରଣରୁ ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଦରିଦ୍ର କୁଟୀରକୁ ଏବେ ପୂର୍ବାପେକ୍ଷା ଅଧିକ ଆସିବାକୁ ଲାଗିଲେ। ଏପରି ସମସ୍ତଙ୍କର ଆଦର ଯତ୍ନରେ ପାଳିତ ହୋଇ ନବଜାତ ଶିଶୁ କ୍ରମେ 5 ମାସ ଅତିକ୍ରମ କଲା ଓ ତାର ଅନ୍ନପ୍ରାଶନ ସମୟ ଉପସ୍ଥିତ ହେଲା। ଅନ୍ନପ୍ରାଶନ ସମୟରେ ଧର୍ମଦାସ ଲାହାଙ୍କର ସାହାଯ୍ୟ। ପୁତ୍ରର ଅନ୍ନପ୍ରାଶନ କାର୍ଯ୍ୟ ଶ୍ରୀଯୁକ୍ତ କ୍ଷୁଦିରାମ ନିଜର ଅବସ୍ଥା ଅନୁସାରେ ବ୍ୟବସ୍ଥା କରିବେ ବୋଲି ପ୍ରଥମେ ସ୍ଥିର କରିଥିଲେ। ସେ ଭାବିଥିଲେ ଶାସ୍ତ୍ରବିହିତ କ୍ରିୟା ସମାପନ ପୂର୍ବକ ରଘୁବୀରଙ୍କ ପ୍ରସାଦୀୟ ଅନ୍ନ ପୁତ୍ରର ମୁଖରେ ପ୍ରଦାନ କରି ସେହି କାର୍ଯ୍ୟ ଶେଷ କରିବେ ଏବଂ ତଦୁପଲକ୍ଷେ 2-4 ଜଣ ନିକଟ ଆତ୍ମୀୟଙ୍କୁ ନିମନ୍ତ୍ରଣ କରିବେ। ମାତ୍ର ଘଟଣା ଅନ୍ୟ ପ୍ରକାରର ହେଲା। ତାଙ୍କର ପରମ ବନ୍ଧୁ ଗ୍ରାମର ଜମିଦାର ଶ୍ରୀଯୁକ୍ତ ଧର୍ମଦାସ ଲାହାଙ୍କର ଗୁପ୍ତ ପ୍ରେରଣାରେ ଗ୍ରାମର ପ୍ରବୀଣ ବ୍ରାହ୍ମଣ ସଜ୍ଜନଗଣ ଆସି ପୁତ୍ରର ଅନ୍ନପ୍ରାଶନ ଦିବସରେ ସେମାନଙ୍କୁ ଭୋଜନ କରାଇବାକୁ ତାଙ୍କୁ ଅନୁରୋଧ କଲେ। ସେମାନଙ୍କର ଏପରି ଅନୁରୋଧରେ ଶ୍ରୀଯୁକ୍ତ କ୍ଷୁଦିରାମ ନିଜକୁ ବିଶେଷ ବିପନ୍ନ ମନେ କଲେ, କାରଣ ଗ୍ରାମର ସମସ୍ତେ ତାଙ୍କୁ ବିଶେଷ ଶ୍ରଦ୍ଧା ଓ ଭକ୍ତି କରିଥିଲେ। ତେଣୁ ସେମାନଙ୍କ ମଧ୍ୟରୁ କାହାକୁ ଛାଡ଼ି କାହାକୁ ଆମନ୍ତ୍ରଣ କରିବେ ତାହା ସେ ଭାବିପାରିଲେ ନାହିଁ। ସମସ୍ତଙ୍କୁ ଆମନ୍ତ୍ରଣ କରିବାର ସାମର୍ଥ୍ୟ ତାଙ୍କର କେଉଁଠି? ସୁତରାଂ ଯାହା ରଘୁବୀର କରିବେ ଭାବି ସେ ଶ୍ରୀଯୁକ୍ତ ଧର୍ମଦାସଙ୍କ ସହିତ ପରାମର୍ଶ କରି ଏ ବିଷୟ ସ୍ଥିର କରିବାକୁ ଆସିଲେ ଏବଂ ବନ୍ଧୁଙ୍କର ଅଭିପ୍ରାୟ ବୁଝିପାରି ତାଙ୍କ ଉପରୁ ଉକ୍ତ କାର୍ଯ୍ୟଭାର ପ୍ରଦାନପୂର୍ବକ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କଲେ। ଶ୍ରୀଯୁକ୍ତ ଧର୍ମଦାସ ମଧ୍ୟ ହୃଷ୍ଟଚିତ୍ତରେ ଅନେକାଂଶ ନିଜେ ବ୍ୟୟ କରି ସମସ୍ତ ବିଷୟରେ ବନ୍ଦୋବସ୍ତ କରି ଉକ୍ତ କାର୍ଯ୍ୟ ସୁସମ୍ପନ୍ନ କରିଦେଲେ। ଆମେ ଶୁଣିଛୁ ଗଦାଧରଙ୍କ ଅନ୍ନପ୍ରାଶନ ଉପଲକ୍ଷେ ଗ୍ରାମର ବ୍ରାହ୍ମଣ ଓ ବ୍ରାହ୍ମଣୋତ୍ତର ସମସ୍ତ ଜାତି ଶ୍ରୀଯୁକ୍ତ କ୍ଷୁଦିରାମଙ୍କ କୁଟୀରକୁ ଆସି ରଘୁବୀରଙ୍କ ପ୍ରସାଦ ଭୋଜନରେ ତୃପ୍ତ ହୋଇଥିଲେ ଏବଂ ତା ସହିତ ଅନେକ ଦରିଦ୍ର ଭିକ୍ଷୁକ ମଧ୍ୟ ସେପରି ତୃପ୍ତି ଲାଭ କରି ତାଙ୍କ ତନୟର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଥିଲେ। ଚନ୍ଦ୍ରାଦେବୀଙ୍କର ଦିବ୍ୟ ଦର୍ଶନ ଶକ୍ତିର ବର୍ତ୍ତମାନ ପ୍ରକାଶ। ଦିନ ଗଡ଼ିବା ସହିତ ଗଦାଧରଙ୍କର ବାଲ୍ୟ ସ୍ୱଭାବ ମଧୁରତର ହୋଇ ଚନ୍ଦ୍ରାଦେବୀଙ୍କ ହୃଦୟକୁ ଆନନ୍ଦ ଓ ଭୟର ପୁଣ୍ୟ ପ୍ରୟାଗରେ ପରିଣତ କଲା। ପୁତ୍ର ଜନ୍ମ ହେବା ପୂର୍ବରୁ ଯିଏ ଦେବତାମାନଙ୍କ ପାଖରେ କୌଣସି ବିଷୟ ପ୍ରାର୍ଥନା କରିବା ପାଇଁ ବ୍ୟଗ୍ର ହେଉନଥିଲେ, ସେ ହିଁ ଏବେ ପ୍ରତିଦିନ ପୁତ୍ରର କଲ୍ୟାଣ କାମନାରେ ଶତ ସହସ୍ର ପରେ ଜ୍ଞାତ ଓ ଅଜ୍ଞାତ ସାରରେ ତାଙ୍କ ମାତୃହୃଦୟର ସକରୁଣ ନିବେଦନ ସେମାନଙ୍କ ଚରଣରେ ଅର୍ପଣ କରି ମଧ୍ୟ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇପାରୁନଥିଲେ। ଏପରି ଭାବରେ ପୁତ୍ରର କଲ୍ୟାଣ ଓ ରକ୍ଷଣାବେକ୍ଷଣ ଶ୍ରୀମତୀ ଚନ୍ଦ୍ରାଙ୍କର ଧ୍ୟାନ ଜ୍ଞାନ ହୋଇ ତାଙ୍କର ଏହା ପୂର୍ବରୁ ହୋଇଥିବା ଦିବ୍ୟ ଦର୍ଶନ ଶକ୍ତିକୁ ଯେ ଏବେ ଘୋଡ଼ାଇ ଦେବ ଏକଥା ସହଜରେ ବୁଝିହୁଏ। ତଥାପି ଏ ଶକ୍ତିର ସାମାନ୍ୟ ପ୍ରକାଶ ତାଙ୍କଠାରେ ଏବେ ମଧ୍ୟ ବେଳେବେଳେ ଉପସ୍ଥିତ ହୋଇ ତାଙ୍କୁ କେତେବେଳେ ବିସ୍ମୟ ଓ କେତେବେଳେ ପୁତ୍ରର ଭବିଷ୍ୟତ ଅମଙ୍ଗଳ ଆଶଙ୍କାରେ ପୂର୍ଣ୍ଣ କରୁଥିଲା। ଏ ବିଷୟର ଗୋଟିଏ ଘଟଣା ଯାହା ଅତି ବିଶ୍ୱସ୍ତ ସୂତ୍ରରୁ ଆମେ ଶୁଣିଛୁ ଏଠାରେ ବର୍ଣ୍ଣନା କଲେ ପାଠକ ପୂର୍ବୋକ୍ତ କଥା ସହଜରେ ବୁଝିପାରିବେ। ଘଟଣା ଏପରି ହୋଇଥିଲା। ଏ ବିଷୟକ ଘଟଣା ଗଦାଧରଙ୍କୁ ଦୀର୍ଘକାୟ ଦେଖିବା। ଗଦାଧରଙ୍କ ବୟସ ଯେତେବେଳେ 7-8 ମାସ ହେବ, ଶ୍ରୀମତୀ ଚନ୍ଦ୍ରା ଦିନେ ସକାଳୁ ତାଙ୍କୁ ସ୍ତନ୍ୟପାନ କରାଉଥିଲେ। କିଛି ସମୟ ପରେ ପୁତ୍ରକୁ ନିଦ୍ରିତ ଦେଖି ମଶାଙ୍କ ଦର୍ଶନ ରକ୍ଷା କରିବା ପାଇଁ ସେ ତାଙ୍କୁ ମଶାରୀ ଭିତରେ ଶୁଆଇ ଦେଇ ଘର ବାହାରେ ଯାଇ ଗୃହକର୍ମରେ ମନୋନିବେଶ କଲେ। କିଛି ସମୟ ପରେ ପ୍ରୟୋଜନବଶତଃ ହଠାତ୍ ପ୍ରବେଶ କରି ସେ ଦେଖିଲେ ସେହି ଘରେ ମଶାରୀ ଭିତରେ ପୁତ୍ର ନାହିଁ। ସେହି ସ୍ଥାନରେ ଏକ ଦୀର୍ଘକାୟ ଅପରିଚିତ ପୁରୁଷ ମଶାରୀ ଅଧିକାର କରି ଶୟନ କରିଛି। ବିଷମ ଆଶଙ୍କାରେ ଚନ୍ଦ୍ରା ଚିତ୍କାର କରି ଉଠିଲେ ଓ ଦ୍ରୁତପଦରେ ଗୃହ ବାହାରକୁ ଆସି ସ୍ୱାମୀଙ୍କୁ ଆହ୍ୱାନ କରିବାକୁ ଲାଗିଲେ। ସେ ଆସିବା ମାତ୍ରେ ତାଙ୍କୁ ଏକଥା କହୁ କହୁ ଉଭୟ ପୁନରାୟ ଗୃହରେ ପ୍ରବେଶ କରି ଦେଖିଲେ ଯେ କେହି କେଉଁଠି ନାହିଁ। ବାଳକ ଯେପରି ନିଦ୍ରା ଯାଇଥିଲା ସେପରି ନିଦ୍ରାରେ ଶୋଇଛି। ଶ୍ରୀମତୀ ଚନ୍ଦ୍ରାଙ୍କର ସେଥିରେ ମଧ୍ୟ ଭୟ ଦୂର ହେଲା ନାହିଁ। ସେ ବାରମ୍ବାର କହିବାକୁ ଲାଗିଲେ, ନିଶ୍ଚୟ କୌଣସି ଉପଦେବତାଙ୍କ ଦ୍ୱାରା ଏପରି ହୋଇଛି, କାରଣ ମୁଁ ସ୍ପଷ୍ଟ ଦେଖିଛି ପୁତ୍ର ଜାଗାରେ ଏକ ଦୀର୍ଘକାୟ ପୁରୁଷ ଶୟନ କରିଥିଲେ। ମୋର କିଛି ମାତ୍ର ଭ୍ରମ ହୋଇନାହିଁ ଏବଂ ହଠାତ୍ ଏପରି ଭ୍ରମ ହେବାର କୌଣସି କାରଣ ମଧ୍ୟ ନାହିଁ। ତେଣୁ ଶୀଘ୍ର ଜଣେ ବିଜ୍ଞ ଗୁଣିଆ ଅଣାଇ ସନ୍ତାନଙ୍କୁ ଦେଖାଅ, ନହେଲେ କିଏ ଜାଣେ ଏହି ଘଟଣାରେ ପୁତ୍ରର କୌଣସି ଅନିଷ୍ଟ ହେବ କି ନାହିଁ। ଶ୍ରୀଯୁକ୍ତ କ୍ଷୁଦିରାମ ସେଥିରେ ତାଙ୍କୁ ଆଶ୍ୱାସନା ପ୍ରଦାନ କରି କହିଲେ, ଯେଉଁ ପୁତ୍ରର ଜନ୍ମ ପୂର୍ବରୁ ଆମେ ନାନା ଦିବ୍ୟ ଦର୍ଶନ ଲାଭରେ ଧନ୍ୟ ହୋଇଛେ, ତାହା ସମ୍ବନ୍ଧରେ ଏବେ ମଧ୍ୟ କିଛି ଦେଖାଯାଇ ବିଚିତ୍ର ନୁହେଁ। ଅତଏବ ଏହା ଉପଦେବତାକୃତ ଏକଥା ତୁମେ ମନରେ କଦାପି ସ୍ଥାନ ଦିଅ ନାହିଁ। ବିଶେଷତଃ ଗୃହରେ ରଘୁବୀର ସ୍ୱୟଂ ବିଦ୍ୟମାନ। ଉପଦେବତା ସକଳ ଏଠାରେ ପୁତ୍ରର ଅନିଷ୍ଟ କରିବାକୁ କିପରି ସକ୍ଷମ ହେବେ? ତେଣୁ ନିଶ୍ଚିନ୍ତ ରୁହ ଏବଂ ଏକଥା ଅନ୍ୟ କାହାକୁ ମଧ୍ୟ କୁହ ନାହିଁ। ଜାଣିବ ରଘୁବୀର ସନ୍ତାନଙ୍କୁ ସର୍ବଦା ରକ୍ଷା କରୁଛନ୍ତି। ଶ୍ରୀମତୀ ଚନ୍ଦ୍ରା ସ୍ୱାମୀଙ୍କର ଏପରି ବାକ୍ୟରେ ସେତେବେଳେ ଆଶ୍ୱସ୍ତ ହେଲେ, କିନ୍ତୁ ପୁତ୍ରର ଅମଙ୍ଗଳ ଆଶଙ୍କାର ଛାୟା ତାଙ୍କ ମନରୁ ସମ୍ପୂର୍ଣ୍ଣ ରୂପେ ଦୂର ହେଲା ନାହିଁ। ସେ କୃତାଞ୍ଜଳି ପୁଟରେ ତାଙ୍କର ପ୍ରାଣର ବେଦନା
ପ୍ରାଣର ବେଦନା ସେଦିନ ବହୁକ୍ଷଣ ପର୍ଯ୍ୟନ୍ତ କୁଳଦେବତା ରଘୁବୀରଙ୍କୁ ନିବେଦନ କଲେ। ଗଦାଧରଙ୍କର କନିଷ୍ଠ ଭଗ୍ନୀ ସର୍ବମଙ୍ଗଳା। ଏପରି ଆନନ୍ଦରେ ଆବେଗର ଉତ୍ସାହର ଆଶଙ୍କାରେ ଶ୍ରୀଯୁକ୍ତ ଗଦାଧରଙ୍କର ଜନକ ଜନନୀଙ୍କର ଦିନ କଟିବାକୁ ଲାଗିଲା ଏବଂ ବାଳକ ପ୍ରଥମ ଦିନରୁ ତାଙ୍କର ଓ ଅନ୍ୟ ସମସ୍ତଙ୍କ ମନରେ ଯେଉଁ ମଧୁର ଆଧିପତ୍ୟ ବିସ୍ତାର କରିଥିଲା